ଆମର ହେଉଛି ବାଗଲଟି ଗ୍ରାମରେ ମା ବୁଢ଼ୀ ଠାକୁରାଣୀଙ୍କର ମନ୍ଦିର ପ୍ରତିଷ୍ଠା ଚାଲିଥିଲା। ସେଥିରେ ଖାଇବା ବେଳେ ଅନ୍ନପ୍ରସାଦ ଚାଲିଥିବା ବେଳେ ଗାଁର କିଛି ଯୁବକ ଆସି ପାର୍ସଲ ନେଲା ବେଳେ ଆମେ ମନା କଲୁ ସେମାନଙ୍କୁ ଯେ ଅନ୍ନପ୍ରସାଦ ଖାଇବା ଚାଲିଛି ପାର୍ସଲ ନିଅନ୍ତୁ ନାହିଁ। ପାଟିତୁଣ୍ଡ ହୋଇଥିଲୁ। ତାପରେ ଆମେ ଆସିକି ଶୋଇ ପଡ଼ିଥିଲୁ ଆତ୍ମହତ୍ୟାରେ ଆମର ସେମାନେ 3:30 4টাରେ ଆସି ଆମେ ଶୋଇଥିବା ଅବସ୍ଥାରେ ଆଟାକ୍ କରି ପଡ଼ିଥିଲୁ। କେତେ ଜଣ କାହାକୁ ମାଡ଼ ହେଇଛି, କୋଉଠି ମାଡ଼ ହେଇଛି, କେମିତି ଡାକ୍ତରଖାନା? ମୁଣ୍ଡରେ ମାଡ଼ ହେଇଛି, ମୁଣ୍ଡରେ 30ଟି ଷ୍ଟିଚ୍ ପଡ଼ିଛି। ଦାଦାଙ୍କର ଗୋଡ଼ରେ ମାଡ଼ ହେଇଛି, ଆମର ହାତର ଭେନ୍ 10ଟା ଛିଡ଼ି ହେଇଛି, ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହେଇଛି। ମୋର ବି ହାତରେ ମାଡ଼ ହେଇଛି, ଗୋଡ଼ରେ ମାଡ଼ ହେଇଛି, ମୁଣ୍ଡରେ କାହିଁରେ ସେମାନେ ଆକ୍ରମଣ କରିଥିଲେ? ତାଙ୍କେ କାଟି ଆଉ ଲୁହା ରଡ଼ ନେଇକି ଆସିଥିଲେ। ମାଡ଼ି ବସି ଆମର ଶଙ୍କିତ ପିଇକି ମୋ ହାତରୁ ରିଙ୍ଗ୍ ବାହାର କରି ନେଇଛନ୍ତି। ଆଉ ମୋ ଦାଦାଙ୍କର 1.5 ତୁଲାର ସୁନା ଚେନ୍ ଗୋଟେ ପିନ୍ଧିଥିଲେ ବାହାର କରି ନେଇଯାଇଛନ୍ତି। ଏ ଦାଦାଙ୍କର କୁକୁଡ଼ା ଫାର୍ମିଂ ତ ସେ ଫାର୍ମରେ କୁକୁଡ଼ା ଛାଡ଼ିଥିଲେ। ସେ ବ୍ୟବସାୟର ପଇସା 45,000 ଚିଲ୍ଡ୍ରା କେତେ ସମଥିଙ୍ଗ ଥିଲା। ସେ ଚିଲ୍ଡ୍ରା ପଇସା ଯାହା ଅଛି 45,000 ଟଙ୍କା ନାହିଁ। ମୋ ଉପରେ ବି ମାଡ଼ି ବସି ମୋ ପକେଟରୁ ବି 12,000 ଟଙ୍କା ଦେଖା କଲେ। ଏସ୍ପି କ'ଣ କହିଲେ? ଏସ୍ପି କହିଛନ୍ତି, ସାର୍ କହିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବେ ବୋଲି। କାହିଁକି ଏ ପର୍ଯ୍ୟନ୍ତ ଧରା ଯାଇନି ସେମାନଙ୍କୁ? ସେ ବିଷୟରେ ତ ଆମେ କିଛି ଜାଣିନୁ। ଆମେ ବାହାରେ ଚିକିତ୍ସା ହେଉଥିଲୁ ବିଶାଖାପାଟଣାରେ। ଆମେ ଶୁଣିବାକୁ ପାଇଲୁ ଯେ ସେମାନେ ଆସି ଗାଁରେ ଧମକ ଦେଉଛନ୍ତି ବୋଲି। ଆଉ ସେଥିପାଇଁ ଆମେ ଏସ୍ପିଙ୍କ ଦ୍ୱାରସ୍ଥ ହେଲୁ। ଗୋଟେ ଆକ୍ରମଣ କେସ୍ ହେଇଥିଲା ଆମର ବଳନ୍ତରା ଥାନାରେ। ଗୋଟେ ମନ୍ଦିରରେ ପ୍ରତିଷ୍ଠାକୁ ନେଇକି 2ଟା ଗ୍ରୁପ୍ ଭିତରେ ଡିଷ୍ଟର୍ବାନ୍ସ ହେଇଥିଲା। ତାଙ୍କର ଯେତେବେଳେ ତାଙ୍କ ଭିତରେ ପାଟିତୁଣ୍ଡ ହେଲା, ତାପରେ ଗୋଟେ ଗ୍ରୁପ୍ ମିଶିକି 10ରୁ 11 ଜଣ ମିଶିକି 4 ଲୋକଙ୍କୁ କାଣ୍ଟାଘାତିରେ ଆକ୍ରମଣ କରିଥିଲେ। ତାପରେ ସେମାନଙ୍କୁ MKGର ରେଫର ହେଇକି ତାପରେ ଏମାନେ ବିଶାଖାପାଟଣାରେ ଟ୍ରିଟମେଣ୍ଟ ମଧ୍ୟ ନେଇଛନ୍ତି। ସେଇ ମାମଲାରେ ଟୋଟାଲ 11 ଜଣ ଉପରେ କେସ୍ ହେଇଥିଲା। ଆଉ 6 ଲୋକ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହେଇଛନ୍ତି। ବାକି ଆଉ 5 ଲୋକ ଫେରାର ଅଛନ୍ତି। ତାଙ୍କୁ ବି ପୋଲିସ ଖୁବ୍ ଶୀଘ୍ର ଧରିବା ପାଇଁ ଆମେ ସବୁ ବ୍ୟବସ୍ଥା ଆମର ଚାଲିଛି। ଖୁବ୍ ଶୀଘ୍ର ସେମାନେ ଧରା ବି ପଡ଼ିବେ। ବର୍ତ୍ତମାନ ସେମାନେ ତାଙ୍କର ଗ୍ରିଭେନ୍ସ ଥିଲା, ତାଙ୍କଠୁ କିଛି ସୁନା ଆଉ ଚେନ୍ ବଗେରା ନେଇକି ପଳେଇଲେ, ଆଉ କିଛି ଟଙ୍କା ମଧ୍ୟ ଚୋରି କରିକି ନେଇକି ପଳେଇଲେ ବୋଲି ଅଭିଯୋଗ ଥିଲା। ଆଉ ବାକି 5 ଲୋକଙ୍କୁ ଖୁବ୍ ଶୀଘ୍ର ଧରା ପଡ଼ିବ ବୋଲି ତାଙ୍କର ଅନୁରୋଧ ଥିଲା। ସେଟା ବି ଆମେ ଆମର ପୁଲିସ ସେଠି କଣ୍ଟିନ୍ୟୁଅସଲି ଆମେ ପାଟ୍ରୋଲିଂ ଆମେ କରୁଛୁ। ସେଟା ବି ସେମାନେ କହୁଥିଲେ ଆମ ଭିତରେ ଚାଲିଛି ବୋଲି। ପୁଲିସ ସେ ଗାଁକୁ ବାରମ୍ବାର ଆମର ପାଟ୍ରୋଲିଂ ଯାଉଛି। ଆଉ ଯେତେବେଳେ ଆମେ ଧରିବୁ ଖୁବ୍ ଶୀଘ୍ର ସେମାନଙ୍କୁ ଆମେ ଧରିଦେଲା ପରେ ଆମକୁ ଏ କେସ୍କୁ ଜଲ୍ଦି କୋର୍ଟରେ ଟ୍ରାଏଲ୍ କରିବୁ, ଯେମିତି ସେମାନଙ୍କୁ କନଭିକ୍ସନ୍ ହେବ ସେଇଭଳିଆ ଆମେ ଷ୍ଟେପ୍ କରିବୁ।